ଦେଖନ୍ତୁ ଆଜି ଆମର ଦଶହରା ପଡ଼ିଆରେ ଜୟପୁର ପ୍ରିମିୟର ଲିଗ୍ ଷ୍ଟାର୍ଟ ହେଇଛି, ଯେଉଁଟାକି ହ୍ୱାଇଟ୍ ବଲ୍ ଡ୍ୟୁଜ୍ ବଲ୍ର ଟୁର୍ଣ୍ଣାମେଣ୍ଟ। ନିଶ୍ଚିତ ଭାବରେ ଏଠି ଯେହେତୁ ଆମର ଅନଡିଭାଇଡେଡ୍ କୋରାପୁଟର ସମସ୍ତ ଟ୍ୟାଲେଣ୍ଟ ପ୍ରତିଭାମାନଙ୍କୁ ଏଠି ସ୍କୋପ୍ ଦିଆଯାଉଛି। ଆଜିର ଆପଣମାନେ ଦେଖୁଥିବେ IPL କେତେ ପପୁଲାର ହେଇସାରିଛି ଏବଂ ସ୍ପୋର୍ଟସର କେତେ ଚାହିଦା ଅଛି। ତ ନିଶ୍ଚିତ ଭାବରେ ଆମ ଅଞ୍ଚଳର ଯେଉଁ କ୍ରିକେଟ୍ ଖେଳାଳିମାନେ ଅଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ପ୍ଲାଟଫର୍ମ। ଯେହେତୁ ମୁଁ ବି ଅତୀତରେ କ୍ରିକେଟ୍ ଖେଳୁଥିଲି ଏବଂ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍କୁ ଜାଣୁଛି, ତ ଆଜି ଅତିଥି ଭାବରେ ମୋତେ ଯେଉଁ ଡାକିଥିଲେ ଆଇ ଏମ୍ ରିଏଲି ଗ୍ରେଟଫୁଲ୍ ସେ ଅର୍ଗାନାଇଜେସନ୍ କମିଟିକୁ। ଆଉ ଯେତିକି ବି ପ୍ଲେୟର୍ସ ଆସିଥିଲେ ସମସ୍ତଙ୍କୁ ମୋର ଅଭିବାଦନ, ଶୁଭେଚ୍ଛା। ସେମାନେ ଆହୁରି ଭଲ ଖେଳନ୍ତୁ ଏବଂ ଆମ ଅଞ୍ଚଳ ପାଇଁ ନାଁ କରନ୍ତୁ। ନିଶ୍ଚିତ ଭାବରେ ବହୁତ ସୁନ୍ଦର ଅର୍ଗାନାଇଜେସନ୍ ହେଇଥିଲା। ପଡ଼ିଆରେ ଯେଉଁ ପ୍ରକାର ଫିଲ୍ଡ ପ୍ରିପାରେସନ୍ ହେଇଛି, ସ୍କ୍ରିନ୍ସ ହେଇଛି, ପ୍ଲସ୍ ଯେଉଁ ମ୍ୟାଟ୍ ବିଛା ହେଇଥିଲା, ଯେଉଁ ମାନେ ପ୍ରପର୍ ପ୍ଲାଟଫର୍ମ ଅଛି ପ୍ଲେୟରମାନଙ୍କୁ ସେଇଟା ଦିଆଯାଇଛି। ନିଶ୍ଚିତ ଭାବରେ ଅର୍ଗାନାଇଜେସନ୍ କମିଟିକୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବି ଯେ ଏହି ଟାଇପ୍ର ଟୁର୍ଣ୍ଣାମେଣ୍ଟସ୍ ରିପିଟେଡଲି ଯଦି ଅର୍ଗାନାଇଜ୍ ହୁଏ, ନିଶ୍ଚିତ ଭାବରେ ଆମ ଅଞ୍ଚଳର ପ୍ରତିଭା ଷ୍ଟେଟ୍ ଲେଭେଲ୍ କିମ୍ବା ନ୍ୟାସନାଲ୍ ଲେଭେଲ୍ରେ ସ୍ଥାନ ପାଇପାରିବେ। ନିଶ୍ଚିତ ଭାବରେ ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ବହୁତ ଖରା ହେଉଛି, ଗରମ ହେଉଛି। ଆମେ ଖେଳ ତ ଖେଳାଳିମାନେ ବି ବହୁତ ପରିଶ୍ରମ କରୁଛନ୍ତି, ତ ନିଶ୍ଚିତ ଭାବରେ ଖେଳକୁ ଉପଭୋଗ କରିବା ସହିତ ଆମେ ନିଜର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଦରକାର, ବଡ଼ିକୁ ହାଇଡ୍ରେଟେଡ୍ କରିବା ଦରକାର, ପାଣି ଯଥେଷ୍ଟ ଭାବରେ ପିଇବା ଦରକାର ଏବଂ ଯଥା ସମ୍ଭବ ଗ୍ରୀଷ୍ମ ପ୍ରବାହରେ କେମିତି ସନଷ୍ଟ୍ରୋକ୍ ନ ହୁଏ, ହିଟ୍ ଷ୍ଟ୍ରୋକ୍ ନ ହୁଏ, ତାକୁ ନେଇକି ସତର୍କ ରହିକି ସେ ଖେଳକୁ ଉପଭୋଗ କରିବା ଦରକାର। ଦେଖନ୍ତୁ କ୍ରିକେଟ୍ ଗୋଟେ ଅନସର୍ଟେନିଟିର ଗେମ୍। ଏଠି ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ର ବହୁତ ଆବଶ୍ୟକତା ଥାଏ ଏବଂ ହାର ଜିତ୍ ତ ଲାଗି ରହିଥାଏ, କିନ୍ତୁ ନିଜର ଟ୍ୟାଲେଣ୍ଟକୁ ଗୋଟେ ପ୍ଲାଟଫର୍ମରେ ଯେତେବେଳେ ବି ଆମେ ଦେଉଛୁ, ନିଜର ବ୍ୟକ୍ତିଗତ ଛାଡ଼ିକି ଗୋଟେ ଟିମ୍ ସ୍ପିରିଟ୍ରେ ଖେଳିବା ଦରକାର ଏବଂ ଭଲ ଭାବରେ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ରେ ଗେମ୍ଟାକୁ କମ୍ପ୍ଲିଟ୍ କରିବା ଦରକାର। ଏବଂ ପରିଶ୍ରମ ସବୁବେଳେ ରହିଛି, ହାର ଜିତ୍ ତ ଲାଗି ରହିଥାଏ, କେବେ ବି ହତାଶ ହେବା କଥା ନୁହଁ, ନିରାଶ ହେବା କଥା ନୁହଁ। ଜିତ୍ ହାର ଭିତରେ ମଧ୍ୟ ନିଜ ଖେଳକୁ ଇମ୍ପ୍ରୁଭ୍ କରିବା ଦରକାର। ନିଶ୍ଚିତ ଭାବରେ ଏଇଟା ଗୋଟେ ଟିମ୍ ସ୍ପୋର୍ଟସ୍, ତ ସେମାନେ ଅବଭିୟସଲି ଗୋଟେ ଟିମ୍ ପାଇଁ ଭାବିକି ଅବଭିୟସଲି ଯଦି ଖେଳୁଛନ୍ତି ମାନେ ତ ଟ୍ରଫି ପାଇବା ଆଶାରେ ହିଁ ଖେଳିବା ଦରକାର। ବଟ୍ ପରାକ୍ରମ କିମ୍ବା ଝଗଡ଼ାଝାଟି ନ ହେଇକି ଟିମ୍ ସ୍ପିରିଟ୍ ଆଉ କ୍ରିକେଟିଂ ସ୍ପିରିଟ୍ରେ ଯଦି ଖେଳିଲେ ସେ ଗେମ୍ଟାକୁ ଏନ୍ଜୟ କରିପାରିବେ।